ମୁଁ ସେଇ ଅଭୟ ବିଷୟରେ ବେଶୀ ଭାବି ଦେଇଛି ବୋଲି ମତେ ଯୁଆଡ଼େ ଗଲେ ବି ସେଇ ଅଭୟର ଚେହେରା ହିଁ ମୋ ଆଖି ଆଗରେ ନାଚି ଉଠୁଛି। ଏଇ ଦେଖୁନ, ଏଇ ପାଗଳକୁ ଦେଖିଲା ପରେ ମଧ୍ୟ ମତେ ସେଇ ଅଭୟର ଚେହେରା ଆଉ ଏ ପାଗଳର ଚେହେରା କେମିତି ମିଶି ଯାଉଛି। ନାଇଁ ନାଇଁ ନାଇଁ, ଇଏ ସେ ଅଭୟ ହେଇପାରିବେନି। ମୁଁ ଯୋଉ ଅଭୟକୁ ଦେଖିଥିଲି ସେ ତ ଜଣେ ରାଜକୁମାର ଆଉ ଇଏ ତ ଜଣେ ପାଗଳ। ହେଲେ କାହିଁକି କେଜାଣି ମୋ ମନରେ ସନ୍ଦେହ ହେଉଛି। ମୁଁ ଯଦି ଏ ପାଗଳକୁ ପଚାରିବି, ଏ ପାଗଳ ମତେ କିଛି କହିପାରିବ? ଏ ବାବୁ ଶୁଣ, अंजलि ना? हाँ बाबू ମୁଁ ଅଞ୍ଜଳି। ହେଲେ ତମେ କ'ଣ ଅଭୟ? हाँ वो अभया, वो अभया, वो अभया। ସତରେ ବାବୁ, ଆଜି ମୁଁ ତମକୁ ଦେଖିକି ବି ବିଶ୍ୱାସ କରିପାରୁନି ଯେ ତମେ ଅଛ ସେଇ ଅଭୟ ବୋଲି। ଏ ବାବୁ, ତମର ଏମିତି ପରିସ୍ଥିତି କେମିତି ହେଲା? तुम्हें सुनिबा पाई चाहुछ ना? ହଁ ବାବୁ, ମୁଁ ଜାଣିବା ପାଇଁ ଚାହୁଁଛି ये परिस्थिति कहीं हेला, केमिति हेला, कहा पाई हेला? ना अंजलि ना, ना कहबिनी, ना कहबिनी, कहबिनी। ଦେଖ, ତମେ ଯଦି ମତେ କହିବନି ମୁଁ କାହାକୁ ଯାଇକି ପଚାରିବି? तुम्हें सुनिबा पाई चाहुछ ना? ये परिस्थिति कहीं हेला? ହଁ ବାବୁ, ये परिस्थिति पाई दायी होछ तुम्हें। କ'ଣ କହିଲ? ତମର ଏମିତି ପରିସ୍ଥିତି ପାଇଁ ମୁଁ ଦାୟୀ? हाँ तुम्हें दायी। ହେଲେ କେମିତି ବାବୁ, କେମିତି? केमिति ये अंजलि से दिन प्रथम देखारे, से दिन प्रथम देखारे प्रथम उपहार दे मु तुमको कथा टे कहबी बोली कही ना। ହଁ ବାବୁ, ତମେ ସେଇଦିନ ମତେ କହିଥିଲ। ଆଉ ତୁମେ ବି ମତେ କଥା ଦେଇଥିଲ କି ଏ ଶିବ ମନ୍ଦିରରେ ସାକ୍ଷାତ ହେବା ବୋଲି? ହଁ, ମୁଁ ତମକୁ ସେଇଦିନ କହିଥିଲି। ଜାଣିଛ ଅଞ୍ଜଳି, ସେଇଦିନ ତୁମକୁ ଦେଖିବା ପାଇଁ ମୁଁ ନିତି ଆସୁଅଛି ଏ ଶିବ ମନ୍ଦିରକୁ। ହେଲେ ତୁମ ସହିତ ଦେଖା ନ ହେବାରୁ ଏଇ ମୁଣ୍ଡ କେତେବେଳେ କ'ଣ ହେଇଯାଉଛି ମୁଁ ବି ବୁଝିପାରୁନି। ଏ ଅଞ୍ଜଳି, ତୁମେ ଯେତେବେଳେ ଆସି ଯାଇଛ ମୁଁ ସବୁ ଦୁଃଖ ଭୁଲିଯିବି, ସବୁ ଦୁଃଖ ଭୁଲିଯିବି। ଅଞ୍ଜଳି, ଯେଉଁ କଥା କହିବା ପାଇଁ ଚାହିଁଥିଲି ସେଇ କଥା କ'ଣ ମୁଁ ଆଜି କହିପାରିବି? କୁହ ବାବୁ। ହ୍ୟାଲୋ ଅଞ୍ଜଳି, এই দুনিয়ার লোকে সেই ভাষাକୁ କେମିତି କହନ୍ତି ମୁଁ ଜାଣିନି ଅଞ୍ଜଳି। ଏତେ ଦିନ ଧରି ଛାତି ତଳେ ଯେଉଁ କଥାକୁ ଚାପିକି ରଖିଛି ଆଜି ମୁଁ କହିବାକୁ ଯାଉଛି। ହ୍ୟାଲୋ ଅଞ୍ଜଳି, ସେଇ ପ୍ରଥମ ଦେଖାରୁ ଆଜି ପର୍ଯ୍ୟନ୍ତ ଯାଇ ମୁଁ ତୁମକୁ ଭଲ ପାଉଛି ସାଥୀ, ମୁଁ ଭଲ ପାଉଛି। କ'ଣ କହିଲା ବାବୁ? ତମେ ମତେ ସେଇ ପ୍ରଥମ ଦେଖାରୁ ଭଲ ପାଉଛ? ହଁ ଅଞ୍ଜଳି, ହେଲେ ଅଥଚ ସେଇ କଥା ତମେ ଆଜି କହୁଛ। ସେଇ ପ୍ରଥମ ଦେଖାରେ କହିଥିଲେ ହେଇନଥାନ୍ତା ବାବୁ? ଏ ଅଞ୍ଜଳି, ଏତେ ବଡ଼ ଜୀବନର ନିଷ୍ପତ୍ତି ପ୍ରଥମ ଦେଖାରେ କେମିତି ନେଇଥାନ୍ତି? ଆଉ ଥରେ ଦେଖା ହେଲେ କହିବି ବୋଲି ସେଇଦିନ ଚାଲି ଯାଇଥିଲି। ଦେଖ, ଆଜି ଯେତେବେଳେ ଦେଖା ହେଇଗଲା କହିଦେଲି ନା ମୁଁ ତୁମକୁ ଭଲ ପାଏ ବୋଲି। ତୁମେ ବି ମତେ ଭଲ ପାଉଛ ନା ଅଞ୍ଜଳି? ତୁମେ ବି ମତେ ଭଲ ପାଉଛ? ଏ ଅଞ୍ଜଳି, କୁହ ନା, କୁହ ନା। ଦେଖ, ତମେ ଗୋଟେ କାମ କର, ଖରାରେ ବୁଲି ବୁଲି ତମ ମୁହଁ କାନ କେମିତି କଳା ପାଲଟି ଗଲାଣି। ତମେ ସେଇ ପାଖକୁ ଯାଇ ସେଇ ନଈ କୂଳରେ ଯାଇ ତମ ମୁହଁ କାନ ଧୋଇକି ଆସ। ତାପରେ ଯାଇ ମୁଁ ତମର କଥାରେ ଉତ୍ତର ଦେବି ବାବୁ। ତୁମେ ଏଠି ରହିବ ନା ଅଞ୍ଜଳି? ମୁଁ ଏଇଠି ରହିବି, ମୁଁ କୁଆଡ଼େ ବି ଯିବିନି। ତାହେଲେ ମୋ ମୁହଁ କଳା ହେଇଯାଇଛି। ଠିକ୍ ଅଛି, ମୁଁ ମୁହଁ ଧୋଇକି ଚାଲି ଆସୁଛି। ଆଜି ମୋ ଅଞ୍ଜଳି ଆସିଯାଇଛି, ଆଜି ମୋ ଅଞ୍ଜଳି ଆସିଯାଇଛି।
ଶୁଣ। ତମେ କହିପାରିବ କି ସେଇ ବାବୁ ତମକୁ କାହିଁକି ମାରିବା ପାଇଁ ଚେଷ୍ଟା କରୁଥିଲି? ଏ ଭଉଣୀ ତୁମେ ଶୁଣିବାକୁ ଚାହୁଁଛ? ହଁ। ଏ ଭଉଣୀ ଯେତେବେଳେ ମୋ ସଖୀମାନଙ୍କ ସାଥିରେ ଏ ନଈକୂଳକୁ ଗାଧୋଇବା ପାଇଁ ଆସିଥିଲି, ସେହି ସମୟରେ ଜଣେ ପାପୀ ଆସି ମୋ ଦେହରେ କଲଙ୍କ ଦାଗ ଲଗାଇବାକୁ ଚେଷ୍ଟା କରୁଥିଲା। ଆଉ ଏ ବାବୁ ଠିକ୍ ସମୟରେ ଆସି ମୋ ଜୀବନ ରକ୍ଷା କରିଛନ୍ତି। ଆଉ ଯେତେବେଳେ ମୁଁ ତାଙ୍କୁ କହିଲି ଯେ ଏ ବାବୁ ମୁଁ ତୁମକୁ ଭଲ ପାଏ। କଣ କହିଲ? ତମେ ସେ ବାବୁକୁ ଭଲ ପାଉଛ ବୋଲି କହିଲ? ହଁ ହଁ। ହେଲେ ସେ ବାବୁ ତମକୁ କଣ କହିଲେ? ସେ ମୋତେ କଣ କହିଲେ ତୁମେ ଜାଣିଛ? ନା, ମୁଁ ତୁମକୁ ଭଲ ପାଇପାରିବିନି। ମୁଁ ଅଞ୍ଜଳି ବୋଲି ଝିଅକୁ ଭଲ ପାଉଛି। ଆଉ ବାହିବି ତ ସେଇ ଅଞ୍ଜଳିକୁ। ସେ ମୋତେ ଏମିତି କହି ମୋ ତଣ୍ଟି ଚିପି ମାରିବାକୁ ଚେଷ୍ଟା କରୁଥିଲେ ଭଉଣୀ। ଏଇଟା ହେଉଛି ସତ କଥା। ସତରେ କଣ ସେ ବାବୁ ସେ ଝିଅକୁ ଏବେ ବି ଏତିକି ଭଲ ପାଉଛନ୍ତି? ଏ ଭଉଣୀ ସେ ଝିଅଙ୍କ ପାଇଁ ସେ ବାବୁ ପାଗଳ ହେଇ ବୁଲୁଛନ୍ତି। କଣ ସେ ଝିଅ ତାଙ୍କୁ କଥା ଦେଇଥିଲା, ହେଲେ ଦେଖା ନ ହେବାରୁ ସେ ବାବୁ ଖାଲି ପାଗଳ ହେଇ ବୁଲୁଛନ୍ତି। ଆଉ ସବୁବେଳେ କହୁଛନ୍ତି ଅଞ୍ଜଳି ଅଞ୍ଜଳି ଅଞ୍ଜଳି। ସତରେ ସେ ଝିଅ କଥା ଦେଇ କଥା ରଖିପାରିଲାନି। ଏ ଭଉଣୀ ତମେ ସେମିତି କୁହନି। ଦେଖ ତମେ ସବୁ କଥା ତ କହିଲ, ତମେ ନିଜ ବିଷୟରେ ତ କିଛି ବି କହିଲନି ଯେ। ମୋ ବିଷୟରେ? ତୁମେ ମୋ ବିଷୟରେ ଶୁଣିବାକୁ ଚାହୁଁଛ? ହଁ। ତାହେଲେ ଠିକ୍ ଅଛି। ଏ ଭଉଣୀ ଆମେ ରାଜ୍ୟ ହେଉଛି କାଞ୍ଚିପୁର। ମୋ ପିତାଙ୍କ ନାମ ହେଉଛି ବୀରେନ୍ଦ୍ର, ଆଉ ମୋ ମାତାଙ୍କ ନାମ ହେଉଛି ସୁଚିତ୍ରା। ମୁଁ ତାଙ୍କ ଏକମାତ୍ର ଝିଅ। ନାମ ମୋର ତନୁଜା। ତନୁଜା, ତମ ନାଁ ତ ବହୁତ ସୁନ୍ଦର ହେଇଛି। ହେଲେ ଭଉଣୀ ତୁମ ପରିଚୟ? କଣ କହିଲ ଭଉଣୀ? ତମେ ମୋ ପରିଚୟ ଶୁଣିବା ପାଇଁ ଚାହୁଁଛ? ହଁ ହଁ। ଦେଖ ତମେ ଯେତେବେଳେ କହୁଛ ମୁଁ ତମକୁ ନିଶ୍ଚୟ କହିବି। ଏଇ ଭଉଣୀ ହଁ। ତମେ ଜାଣିଛ ମୁଁ ହଉଛି ଏଇ ସାବରାପଲ୍ଲୀର ପୁଣ୍ଡରୀକ ବୈଦ୍ୟଙ୍କର ଏକମାତ୍ର ଅଲି ଝିଅ। ନାମ ମୋର ଅଞ୍ଜଳି। ନା ତୁମେ ମିଛ କହୁଛ। ଆଜି ଯେତେବେଳେ ମୁଁ ସବୁ ସତ କଥା କହିଦେଲି ନା, ମୁଁ ସେ ବାବୁକୁ ଭଲ ପାଉଛି ବୋଲି, ତୁମେ ମୋ ଭଲ ପାଇବାକୁ ସହି ନ ପାରି ନିଜକୁ ନିଜ ଅଞ୍ଜଳି ବୋଲି ପରିଚୟ ଦଉଛ। ଛି ଭଉଣୀ ଛି। ଆରେ କେମିତିକା ଝିଅ ତୁମେ? ଗୋଟେ ଝିଅର ମନ କଥାକୁ ବୁଝିପାରୁନ। ମୁଁ ତୁମକୁ ଭଉଣୀ ବୋଲି ଡାକିବାକୁ ମୋତେ ଘୃଣା ଲାଗୁଛି। ଏ ଭଉଣୀ ତମେ କଣ କହିଲ? ମୁଁ ତମ ଭଲ ପାଇବାକୁ ସହି ନ ପାରି ନିଜକୁ ନିଜେ ଅଞ୍ଜଳି ବୋଲି ପରିଚୟ ଦଉଛି। ହଁ। ମୁଁ ତମକୁ କେମିତି ବୁଝେଇବି ଭଉଣୀ? ମୁଁ ତମକୁ କେମିତି ବୁଝେଇବି ଯେ ମୁଁ ହଉଛି ସେଇ ଝିଅ? ଯଦି ତୁମେ ସେଇ ଝିଅ ତାହେଲେ ଏତେ ଦିନ ତୁମେ କୋଉଠି ଥିଲ? ଆଉ ତୁମ ପାଖରେ କି ପ୍ରମାଣ ଅଛି ଦେଖେଇ ପାରିବ ମତେ? ତମେ ପ୍ରମାଣ କରୁଛ ନା? ହଁ ମୁଁ ପ୍ରମାଣ ଚାହେଁ। ତାହେଲେ ଠିକ ଅଛି। ଏ ଭଉଣୀ ଏଇ ଦେଖିପାରୁଛ ନା? এই হচ্ছে আমার প্রথম দেখার প্রথম উপহার। তুমি জানিছ ভৌণী, সেই বাবু যেতবেলে মতো প্রথম থর পাই দেখিলে এই উপহার দেই কইଥିଲେ যে অঞ্জলি
मो उपहार को तुम सबुदिन साइती करके रखिब से उपहार को आज पर्यंत साइती करके रखी सतरे भौणी मु तुमको न जानी न शुणी अनेक कथा कही तुम्हें मत साना भौणी बोली क्षमा करबनी नहीं भौणी मु तुम कथा को क्षमारे भी धरिनी ए भौणी तुमको तो तुम भला पाइबा मिली जाइए अरे मुझे कौन करी जी मो भाग्य तो भला पाइबा नहीं तुम्हें से बाबू सहित खुशी रुह मु चली जाऊँ मु चली जाऊँ ए भौणी सुनो टिके सुनो कौन है तमें कौन सतरे से बाबू को बहुत भला पाओ ए भौणी मु मो जीवन तो अधिक भल पाए मु बिना गोटे मुहूर्त ही बंची पारिनी सतरे सतरे जदि तमें से बाबू को एते भला पाउछ हाँ भौणी तमें चिंता करनी ए भौणी हाँ मो भले पाइबा तम हाथ में देदेवी भौणी ए भौणी ए तुम्हें कौन कहूच से मिछ कथा मत कहना आउ से कटाकर चूड़ देवा की चेष्टा मत करना अरे किए कार भला पाइबा अन्य लोक की दे पारे हाँ भौणी ना भौणी ना तु मिछ कहूच देख मु तुमको आकर भी कही मु तुमको मिछा कहूनी अरे मु केमिति विश्वास करिवि जे तुम भला पाइबा मत दे देबो बोली ताहले तमें कह मु कर कले तमें विश्वास करिबा तु मते कथा दियो मते अरे कथा रे कहि देले हबनी कथा दिए मते ठीक अच्छी आज मु तुमको कथा दउची मु तुम भला पाइबा को निश्चय एकाठी करिबी ठीक अच्छी ताहले मु जाउची से बट मुख्य मेले किस विश्राम करी तु मते समय निश्चय रखिबो ठीक अच्छी